ଏହି ଓକାୟା ଫେରାଟୋ ଡିସପ୍ୟୁଟ ହେଉଛି ଏକ ଇଲେକ୍ଟ୍ରିକ୍ ମୋଟରସାଇକେଲ ଯାହାର ମୂଲ୍ୟ 1.60 ଲକ୍ଷ ଟଙ୍କା ମୂଲ୍ୟରେ ଏକ ପ୍ରକାରରେ ଉପଲବ୍ଧ ଓ ଫେରାଟୋ 6.37 କିଲୋୱାଟର ପିକ୍ ପାୱାର କରେ ଓ ଓକାୟା ଫେରାଟୋ ଡିସପ୍ୟୁଟର ଏସଟିଡିର ବ୍ୟାଟେରୀ କ୍ଷମତା ହେଉଛି 3.97 କିଲୋ। ନିରାପତ୍ତା ବିଷୟରେ ଏଥିରେ କମ୍ବି ବ୍ରେକ୍ ସିଷ୍ଟମ ଫିଚର୍ସ ଅଛି ତ ଆପଣ 3 ରଙ୍ଗରେ ଫେରାଟୋ ଡିସପ୍ୟୁଟର କିଣିପାରିବେ ଥଣ୍ଡର ବ୍ଲୁ, ମିଡନାଇଟ୍ ସାଇନ୍, ଇନଫର୍ନୋ ରେଡ୍। ଫେରାଟୋ ଡିସପ୍ୟୁଟ ହେଉଛି ଓକାୟା ଦ୍ୱାରା ଫେରାଟୋ ସବ୍ ବ୍ରାଣ୍ଡରୁ ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ଓ ଏହି ବାଇକ୍ ଏକ ସାଧାରଣ ସୁପର ସ୍ପୋର୍ଟ ଡିଜାଇନ୍ ସହିତ ଆସିଥାଏ ଏବଂ ଏହା ଅଧିକ ପ୍ରିମିୟମ୍ ଅଫର୍ ପାଇଁ ଉଦ୍ଦିଷ୍ଟ ଓ ନିକଟରେ 1.59 ଲକ୍ଷ ଟଙ୍କା ଶୋରୁମ୍ ମୂଲ୍ୟରେ ଏହି ବାଇକ୍ ଲଞ୍ଚ କରାଯାଇଥିଲା ଓ ଏମ୍ଓପି ସବସିଡି ଏବଂ ଫେମ୍ 2 ସବସିଡି ଅନ୍ତର୍ଭୁକ୍ତ କରି ଫେରାଟୋ ଡିସପ୍ୟୁଟର ଏକ ମଧ୍ୟମ ସ୍ଥାପିତ ମୋଟର ଦ୍ୱାରା ଚାଳିତ ଯାହାର ପିକ୍ ପାୱାର 6.37 କେଡବ୍ଲ୍ୟୁ ଏବଂ କ୍ରମାଗତ ବିଦ୍ୟୁତ୍ ଉତ୍ପାଦନ 3.3 କେଡବ୍ଲ୍ୟୁ ଓ ଏହି ବାଇକ୍ 4 କେଡବ୍ଲ୍ୟୁଏଚ୍ ବ୍ୟାଟେରୀ ପ୍ୟାକ୍ ସହିତ ଆସିଥାଏ ଯାହା 129 କିଲୋମିଟରର ପର୍ଯ୍ୟନ୍ତ କରିଥାଏ। ବ୍ୟାଟେରୀ ପ୍ୟାକ୍ 0-100% ଚାର୍ଜ କରିବାକୁ 5 ଘଣ୍ଟା ସମୟ ନେଇଥାଏ ଓ ଓକାୟା 3 ବର୍ଷ 30,000 କିଲୋମିଟର ୱାରେଣ୍ଟି ଦେଉଛି। ଏଥିରେ ସେଟଅପ୍ ଏକ ଟେଲିସ୍କୋପିକ୍ ଏବଂ ଏକ ମୋନୋଶକ୍ ରହିଛି ତ ଏହି ବାଇକ୍ ଉଭୟରେ 17 ଇଞ୍ଚର ଆଲୋ ହ୍ୱିଲ୍ ଆସୁଛି ତ ସୁରକ୍ଷା ପାଇଁ ମିଳିତ ବ୍ରେକିଂ ସିଷ୍ଟମ ସିବିଏସ୍ଇ ସହିତ ବ୍ରେକିଂ ଡ୍ୟୁଟିଗୁଡ଼ିକ ଆଗ ଏବଂ ପଛ ଡିସ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଫେରାଟୋ ଏକ ଡିଜିଟାଲ ଯନ୍ତ୍ର କନସୋଲ ସହିତ ଆସିଥାଏ ଯାହା ଗତି, ମୋଟର ଆରପିଏମ୍ ଏବଂ ବ୍ୟାଟେରୀ ସ୍ତର ପରି ରିଡଆଉଟ୍ ପ୍ରଦର୍ଶନ କରେ। କନସୋଲ ସ୍ମାର୍ଟଫୋନ କନେକ୍ଟିଭିଟି ଏବଂ ଜିଓ ଫେନ୍ସିଂ ଏବଂ ଯାନ ସନ୍ଧାନକାରୀ ଭଳି ସୁରକ୍ଷା ଫିଚର୍ସ ସହିତ ଆସିଥାଏ।